ମୁଁ ତ ପ୍ରଥମେ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣେଇବି ଆଉ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଓଡ଼ିଶାରେ ବସବାସ କରୁଥିବା ଓଡ଼ିଶା ବାହାରେ ବିଦେଶରେ ବସବାସ କରୁଥିବା ସମସ୍ତ ଓଡ଼ିଆଙ୍କୁ ବି ଆଜି ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛି ସମସ୍ତଙ୍କୁ ଭଲରେ ରଖନ୍ତୁ। ଆମେ ଯେଉଁ ଗୋଟେ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଆମର ଯେଉଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ସଂକଳ୍ପ ନେଇଛି ତାହା କେମିତି ସାକାର କରିବା, ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ ଏବଂ ଆମର ସୁଖ ସମୃଦ୍ଧି ପାଇଁ ମୁଁ ଭଗବାନଙ୍କ ଠାରେ କାମନା କରୁଛି। ସେ ଡବଲ ଇଞ୍ଜିନ ସରକାର ସେଣ୍ଟରରେ ଓଡ଼ିଶାରେ ମଧ୍ୟ ଆପଣ ଲକ୍ଷ୍ୟ କ'ଣ ନେଇ ବିକଶିତ ଓଡ଼ିଶା ପାଇଁ ଚାଲିବ? ଦେଖନ୍ତୁ, ପ୍ରଧାନମନ୍ତ୍ରୀ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ଅଛି ଗୋଟେ ବିକଶିତ ଓଡ଼ିଶା, ଗୋଟେ ଆତ୍ମନିର୍ଭର ଦେଶ, ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା, ନିଶ୍ଚିତ ଭାବରେ ତାହା ପୂରଣ ହେବ। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ଆମେ ସମସ୍ତେ ଓଡ଼ିଶାବାସୀ ଗୋଟେ ବିକଶିତ ଓଡ଼ିଶା ଗଠନ କରିବାର ଆବଶ୍ୟକତା ଅଛି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଆଜି ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘାୟୁ କାମନା କରୁଛି। ସମସ୍ତଙ୍କୁ ନମସ୍କାର। କିଛି ଘଣ୍ଟା ବ୍ୟବଧାନରେ ଆମେମାନେ 2026 ଇଂରାଜୀ ବର୍ଷରେ ପଦାର୍ପଣ କରିବା। ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ଅଳି ରହିବ ଯେ ପ୍ରଭୁ ଜଗନ୍ନାଥ ଏବଂ ମା ତାରିଣୀ ଜଗତର ମାତା ଆମକୁ ସାହସ ଦିଅନ୍ତୁ, ଧୈର୍ଯ୍ୟ ଦିଅନ୍ତୁ, ଖୁସି ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ ଏବଂ ଆଶୀର୍ବାଦ ସ୍ୱରୂପ ଦିଅନ୍ତୁ ଯେ 2026 ବର୍ଷଟି ଆମ ପାଇଁ ଭଲରେ କଟୁ, ସମସ୍ତେ ସୁସ୍ଥ ରୁହନ୍ତୁ, ଭଲରେ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ। ଏତିକି କହି ମୁଁ ଚାହୁଁଛି ଓଡ଼ିଶାବାସୀଙ୍କୁ ଗୋଟେ ବାର୍ତ୍ତା ଦେବା ପାଇଁ ଯେ ଆପଣମାନେ 2025ରେ ଯେଭଳି ଭାବେ ଆମକୁ ସାହାଯ୍ୟ ସହଯୋଗ ଦେଇଛନ୍ତି ଅନ୍ୟାୟ ବିରୁଦ୍ଧରେ, ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା ପାଇଁ, ତାନାଶାହୀ ସରକାର, ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଆପଣମାନେ ଆମକୁ ଆହୁରି ଅଧିକ ମାତ୍ରାରେ ସାହାଯ୍ୟ ସହଯୋଗ କରିବେ ଏବଂ ଏମାନଙ୍କର ମୁଖା ଖୋଲିବା ପାଇଁ ଏବଂ ଏ ତାନାଶାହୀ ସରକାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଆମକୁ ସାହସ ଦେବେ, ସହଯୋଗ ଦେବେ, ଭଲ ପାଇବା ଦେବେ ଆଉ ଏବଂ ଆଶୀର୍ବାଦ କରିବେ। ଧନ୍ୟବାଦ, ନମସ୍କାର। प्रथम तो समस्त पाटकुरावासी एवं राज्यवासी मोर इंग्राजी नूतन वर्ष 2026 से अनेक अनेक अभिनंदन और शुभेच्छा। महाप्रभु जगन्नाथ समस्त चलापथ मंगल करंतु, समस्त खुशी रुहतु, सुखरे रुहतु और सुस्थ रुहतु। यही मुझे कहबी समग्र राज्यवासी। काम तो आम आरंभ कर देचु, रास्ता काम किसी स्कूल को फंड्स एमएलए लैड कंप्लीट यूटिलाइजेशन आम करूँ, जहाँ जहाँ स्कीम जहाँ काम हो पार काम चली गोटे गाँव में पानी समस्या थिला गोटे बोरिंग अप्रूवाल नहीं आसू काम चलती आगु विकास धारा चलो। 2027 इलेक्शन पंचायत इलेक्शन आमती नजर रखी पाटकुरा निर्वाचन मंडल समस्ते मो सहित जोड़ी अच्छा मोर निश्चित भाव सकारात्मक विश्वास अच्छी समस्ते एक हुई आगामी पंचायत निर्वाचन भल हम मोर विश्वास।